নমস্কার ওড়িশাবাসী শুভ সকাল আজ হচ্ছে 5 ডিসেম্বর গুরুবার আজ রয়েছে দেশ বিদেশ রাজ্যর গুরুত্বপূর্ণ খবর যা আপন মানে 10 মিনিট সময় দিয়ে দেখিপারে তা পূর্বর আপন মান গোটিয়ে ছোটিয়া অনুরোধ ভিডিওটি লাইক করে আপনার জেলার না লিখিদেবে যাফলে তুরন্ত আপনার জেলার খবর মধ্যে পাইপারে মুখ্যমন্ত্রীଙ୍କର বড় ঘোষଣା নৌসେନା ଦିବସରେ ରାଷ୍ଟ୍ରପତି ଯୋଗ ଦେଇ ଭାଷଣ ଦେଲେ ତା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି ରାସନ କାର୍ଡ ଭତ୍ତା ଟଙ୍କା ସୁଭଦ୍ରା ଯୋଜନା ଏମିତି ଅନେକ 20ଟି ଗୁରୁତ୍ୱପୂର୍ଣ୍ଣ ଖବର ଅଛି ଚାଲନ୍ତୁ କଣ ରହିଛି ଆଜିର ଖବର ତା ଉପରେ ନଜର ପକାଇବା। নম্বর ওয়ান গতকালি নৌসেনা দিবস বা ন্যাভি ডেରେ মুখ্যমନ୍ତ୍ରୀ ସମେତ ଅନେକ ବିଧାୟକ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପସ୍ଥିତ ଥିଲେ। ତା ସହିତ ଯୁଦ୍ଧ ଜାହାଜ ଟ୍ୟାଙ୍କ ହେଲିକପ୍ଟର ଗର୍ଜନରେ କମ୍ପିଥିଲା ସାରା ବେଳାଭୂମି। ରୋମାଞ୍ଚକର କଳା କୌଶଳ ଦେଖାଇଥିଲେ ଫାଇଟର ଜେଟ୍। ନୌସେନାର ଚିତ୍ତାକର୍ଷକ କଳା କୌଶଳ ଦେଖି ଅଭିଭୂତ ହୋଇପଡ଼ିଥିଲେ। ପୁରୀ ସମୁଦ୍ର କୂଳରେ ନ୍ୟାଭି ଡେ ପାଳନ ଏବଂ ଗୌରବର କଥା ବୋଲି କହିଛନ୍ତି ମନ୍ତ୍ରୀ ସବୁ। 15 ନମ୍ବର 2 ଡିସେମ୍ବର 25 ତାରିଖରେ ବଡ଼ ଦିନ ପାଳନ କରିବା ସହିତ ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ସରକାର ଦେବେ କ୍ରିସମାସ ଗିଫ୍ଟ। ଏହି ବଡ଼ଦିନ ଅବସରରେ ଓଡ଼ିଶାର ମହିଳାଙ୍କୁ ବଡ଼ ଉପହାର ଦେବେ ସରକାର। ଡିସେମ୍ବର 25 ତାରିଖରେ ସୁଭଦ୍ରା ପର୍ଯ୍ୟାୟର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର। ଏଥିପାଇଁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତେବେ ଡିସେମ୍ବର 6 ତାରିଖ ସୁଦ୍ଧା ଯୋଗ୍ୟ ଅଯୋଗ୍ୟ ହିତାଧିକାରୀ ତାଲିକା ପ୍ରକାଶ ପାଇବ। ଏହାପରେ ପରବର୍ତ୍ତୀ 7 ଦିନ ହିତାଧିକାରୀ ଆବେଦନକାରୀ ଆପତ୍ତି ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ବର୍ତ୍ତମାନ 3ଟି ପର୍ଯ୍ୟାୟରେ ସରକାର ଯୋଗ୍ୟ ହିତାଧିକାରୀ ଟଙ୍କା ପଠାଇ ସାରିଛନ୍ତି। ପାଖାପାଖି 80 ଲକ୍ଷ ମହିଳା ଆକାଉଣ୍ଟକୁ ଯାଇଛି 5,000 ଟଙ୍କା ଲେଖାଏଁ। ଆଉ ଡିସେମ୍ବର 25 ତାରିଖ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମଧ୍ୟ ମିଳିବ। ପ୍ରଥମ ଦ୍ୱିତୀୟ 60 ଲକ୍ଷ 27 ହଜାର ମହିଳାଙ୍କୁ ମିଳିଥିଲା। ଆଉ ତୃତୀୟ ପର୍ଯ୍ୟାୟରେ 20 ଲକ୍ଷକୁ ମଧ୍ୟ ମିଳିଥିଲା। ତେବେ କୁହାଯାଉଛି ଟୋଟାଲ ଏବେ 1 କୋଟି ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ମିଳିବ। ଆଉ ଖାଦ୍ୟ ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଯୋଗାଇ ଦେଉଛନ୍ତି ଖାଦ୍ୟ। ଏଥିରେ ଗରିବ ଲୋକଙ୍କୁ ରାସନ କାର୍ଡ ଯୋଗାଇବାର ବ୍ୟବସ୍ଥା ମଧ୍ୟ ଅଛି। କିଛି ରାଜ୍ୟରେ ଚାଉଳ ବ୍ୟତୀତ ତେଲ, ଅଟା ମଧ୍ୟ ମିଳୁଛି, ଡାଲି ମଧ୍ୟ ମିଳୁଛି। ତେବେ ରାସନ କାର୍ଡ ଧାରୀମାନେ ସରକାରଙ୍କ ବିଭିନ୍ନ ନିୟମ ଓ କଟକଣା ସମ୍ପର୍କରେ ଅପଡେଟ୍ ରହିବା ଦରକାର। ନହେଲେ କଟିଯିବ ଆପଣଙ୍କ ରାସନ କାର୍ଡ। ଏମିତି ଉତ୍ତରପ୍ରଦେଶରେ କୌଣସି ରାସନ କାର୍ଡ 6 ମାସ ଯାଏଁ ବ୍ୟବହାର ନ କଲେ ରାସନ କାର୍ଡ କଟିଯିବ ବୋଲି ଘୋଷଣା ସେପଟେ ହୋଇଛି। ସେପରି ଦିଲ୍ଲୀରେ ମଧ୍ୟ ରହିଛି ସମାନ ଅବସ୍ଥା। ଦିଲ୍ଲୀରେ 6 ମାସ ବଦଳରେ 3 ମାସ ଅବ୍ୟବହୃତ କାର୍ଡକୁ କ୍ୟାନସଲ କରିଦିଅନ୍ତି ସରକାର। ହରିୟାଣା, ବିହାର, ଝାରଖଣ୍ଡରେ ମଧ୍ୟ ଏମିତି ହୋଇଛି। ତେଣୁ ଏହାକୁ ଉଲ୍ଲଂଘନ କଲେ ରାସନ କାର୍ଡ କଟିଯିବ। ତେଣୁ ରାସନ କାର୍ଡ ଧାରୀମାନେ ସାମଗ୍ରୀ ଯେଉଁ ମାସରେ ଆସୁଛି ସେହି ମାସରେ ହିଁ ଗ୍ରହଣ କରିବା ଉଚିତ। ଏପରି କରିବା ଦ୍ୱାରା ରାସନ ଡିଲରଙ୍କ ଦ୍ୱାରା କଳା ବଜାରୀ ସମ୍ଭାବନା ହୋଇପାରିବ ନାହିଁ। ତେଣୁ ରାସନ କାର୍ଡ ବ୍ୟବହୃତ ହେଉଥିବା ଏହି ଦିଗ ପ୍ରତି ଯତ୍ନବାନ ହେବା ଦରକାର ବୋଲି ମଧ୍ୟ ସରକାର କହିଛନ୍ତି। ତା ସହିତ ରାସନ କାର୍ଡରେ ଏବେ ଡାଲି, ତେଲ, ଲୁଣ, ଅଟା ନେଇ କିଛି ଲୋକ ମଧ୍ୟ ମତ ପ୍ରକାଶ କରିଛନ୍ତି। ଡାଲି, ତେଲ ଏତେ ରେଟ୍ ବଢିବା ଦ୍ୱାରା ସରକାର ମଧ୍ୟ ୟା ଉପରେ ଗୋଟେ ବଡ ପଦକ୍ଷେପ ନେବା ଦରକାର। ଯାହାଫଳରେ ଗରିବ ଲୋକ ଉପକୃତ ହୋଇପାରିବେ। ତା ସହିତ ମଧ୍ୟ ଆଉ ଗୋଟେ ଘୋଷଣା କରିଛନ୍ତି, ଯେଉଁମାନେ 2023 ଏବଂ 2024 ଜାନୁଆରୀ ପର୍ଯ୍ୟନ୍ତ ଆବେଦନ କରିଥିଲେ ତାଙ୍କୁ ନୂଆ ରାସନ କାର୍ଡ ମିଳିବା ପାଇଁ ଯାଉଛି। ଏନେଇ ସରକାରଙ୍କ ତରଫରୁ ମଧ୍ୟ ବଡ ଘୋଷଣା। ରାଜଧାନୀରେ ମାତିଛନ୍ତି ଜମି ଦଲାଲ। ରାଜଧାନୀ କଣ ସାରା ଓଡ଼ିଶାରେ ମାତିଛନ୍ତି ଜମି ଦଲାଲ। ଜମି ପାଇଁ ହେଉଛନ୍ତି ହଣାକଟା, ସହାୟକ ସାଜୁଛନ୍ତି ବାଉଁଶର। ଡିସିପି କହିଲେ ବାହୁ ଦେଖାଇବୁ ଯିଏ ବନ୍ଦା ହେବ ସିଏ। ତେବେ କୁହାଯାଉଛି ରାଜଧାନୀରେ ବେଶୀ ଜମି ଦଲାଲ ହାତେ ମାଟି ପ୍ୟାକେଟ ଚାଲ ବୋଲି କୁହାଯାଇଛି। କିଛି ଗାଁରୁ ଲୋକେ ଆସି ଭୁବନେଶ୍ୱର ରାଜଧାନୀରେ ଜମି ମଧ୍ୟ କିଣୁଛନ୍ତି, ଯାହାଫଳରେ ହଟହଟା ମଧ୍ୟ ହେଉଛନ୍ତି। ତେଣୁ ତାଙ୍କ ନାଁରେ ମଧ୍ୟ ଠକାମି ହେଉଛି। ତେଣୁ ତାଙ୍କ ଟଙ୍କା ମଧ୍ୟ ବୁଡି ଯାଉଛି। ଜମି କିଣିବା ନାଁରେ ଜମିକୁ ଜବରଦଖଲ କରିବା ହେଉ ବା ଏଭଳି ସ୍ଥିତିରେ ବାଉଁଶର ଉପଦ୍ରବ ଦେଖିବାକୁ ମିଳୁଛି। ତେବେ ଏସବୁ ଆଖି ଆଗରେ ରଖି ଡିସିପି ତାଗିଦ କରିଛନ୍ତି। ବିଶେଷ କରି ବେଆଇନ କାର୍ଯ୍ୟରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଯଦି କୌଣସି ଗୋଷ୍ଠୀ ଆଇନକୁ ହାତକୁ ନେବାକୁ ଚେଷ୍ଟା କରୁଛନ୍ତି, ଦାଦା ବଟି ଆଦାୟ କରୁଛନ୍ତି ବା ଜମିରେ ସେମାନେ ଯାଉଛନ୍ତି ନିଜର ବାହୁ ଏବଂ ଗୁଣ୍ଡାଗିରି ଦେଖାଉଛନ୍ତି, ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଉଛି। ଏଥର ପୋଲିସ ସାଜିଛି। ପୋଲିସ ଟିକି ନିକି ସମସ୍ତଙ୍କୁ ସାବାଡ କରିବ ବୋଲି କୁହାଯାଇଛି। ଜମି ଦଲାଲ ଆଉ ଚଳିବ ନାହିଁ। ବାଉଁଶର ଆଉ ମଧ୍ୟ ଚଳିବନି। ବିଶୃଙ୍ଖଳା ମଧ୍ୟ କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଉଛି। ଆଉ ବାହୁ ଦେଖାଇଲେ ପୋଲିସ ମଧ୍ୟ ବାନ୍ଧିବ ବୋଲି କୁହାଯାଉଛି। ରାଜ୍ୟରେ ସମସ୍ତ 7ଟି ସୂତାକଳ ବନ୍ଦ ହୋଇ ପଡିଛି। ବିଧାନସଭାରେ ଉଠିଛି ନକଲି ସମ୍ବଲପୁରୀ ଶାଢୀ ପ୍ରସଙ୍ଗ ଆଉ ଏ ସୂତାକଳ କଥା। ତେବେ ରାଜ୍ୟରେ ଏହି ସୂତାକଳ ବନ୍ଦ ହେବା ଯୋଗୁରୁ ନିଯୁକ୍ତି ଆଉ ପାଉନାହାନ୍ତି। ଯାହାଫଳରେ ଲୋକମାନେ ସବୁ ବାହାରକୁ ଦାଦନ ଖଟିବା ପାଇଁ ଯାଉଛନ୍ତି। ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି, ଏହି ସବୁ ସରକାରଙ୍କ ତଥ୍ୟ ପାଖରେ ରହିଛି। ନକଲି ସମ୍ବଲପୁର ଶାଢୀ ବିକ୍ରି କରୁଥିବା ବ୍ୟବସାୟୀଙ୍କ ନାଁରେ କେସ୍ କରିବା ସହ କୋର୍ଟ ଦ୍ୱାରା ସମନ ମଧ୍ୟ କରିଛନ୍ତି ସରକାର। ତେବେ ରାଜ୍ୟରେ ମଧ୍ୟ 7ଟି ସୂତାକଳ ବନ୍ଦ ହୋଇ ପଡିଛି। ରାଜ୍ୟର ସମସ୍ତ ସୂତାକଳ ବର୍ତ୍ତମାନ ଅଚଳ ଅବସ୍ଥାରେ ହୋଇପଡିଥିବାରୁ ଶ୍ରମିକମାନେ କାର୍ଯ୍ୟରତ ନାହାନ୍ତି। ଓଡ଼ିଶାରେ 1,25,160 ଜଣ ହସ୍ତତନ୍ତ ବୁଣାକାର ଏବଂ
2624 ଜଣ କଳତନ୍ତ ବୁଣାକାର ଅଛନ୍ତି। ଅଚଳ ଅବସ୍ଥାରେ ସୂତାକଳ ପଡ଼ିଥିବାରୁ ସେମାନଙ୍କର ରୋଜଗାର ମଧ୍ୟ ହୋଇପାରୁନି। ଯାହାଫଳରେ ନିଯୁକ୍ତି ପାଇବା ପାଇଁ ଏବଂ ବାହାରେ ରାଜ୍ୟକୁ ଖଟିବା ପାଇଁ ଦାଦନ ଖଟିବା ପାଇଁ ଯାଉଛନ୍ତି। ତେଣୁ ଏ ଉପରେ ସରକାର ଗୁରୁତ୍ୱ ନିଷ୍ପତ୍ତି ନେବା ନିହାତି ଦରକାର ବୋଲି କୁହାଯାଉଛି। ରାଜଧାନୀରେ ମେଟ୍ରୋ ପ୍ରକଳ୍ପ ପାଇଁ ଆସିଛି 1210 କୋଟି ଟଙ୍କା। 2 ବର୍ଷରେ 1210 କୋଟି ଟଙ୍କା ଖର୍ଚ୍ଚ ହୋଇ 2027 ଡିସେମ୍ବର ଶେଷ ସୁଦ୍ଧା ଲକ୍ଷ୍ୟ ରଖିଛି। ଭୂମିଠାରୁ 13 ମିଟର ଉଚ୍ଚରେ ରହିବ ମେଟ୍ରୋ ଟ୍ରେନ୍। ରାଜମହଲ ଓ ଜୟଦେବ ବିହାର ବାରଙ୍ଗରେ ରହିବ ଅଧିକ ଉଚ୍ଚତା। ପ୍ରତି 10 ମିନିଟ୍ ବ୍ୟବଧାନରେ ଚାଲିବ ମେଟ୍ରୋ ଟ୍ରେନ୍। 3ଟି କୋଚ୍ ବିଶିଷ୍ଟ 13ଟି ମେଟ୍ରୋ ଟ୍ରେନ୍ କିଣିବାକୁ ମଧ୍ୟ ଯୋଜନା। ଏବେ ମେଟ୍ରୋ ପ୍ରକଳ୍ପ ପାଇଁ ଚାଲିଛି ମାଟି ପରୀକ୍ଷା। 50ରୁ 60 ଫୁଟ ତଳୁ ମାଟି ଲ୍ୟାବରେ ନେଇ ପରୀକ୍ଷା ଚାଲିଛି। ମାଟି ପରୀକ୍ଷା ସରିବା ପରେ ଆରମ୍ଭ ହେବ ଫାଉଣ୍ଡେସନ କାମ। ତା ସହିତ 2 ବର୍ଷ ଭିତରେ ମେଟ୍ରୋ ପ୍ରକଳ୍ପ ଶେଷ ହେବ ବୋଲି କୁହାଯାଉଛି। ତେବେ ଗ୍ରାହକ ଯଦି ବିଦ୍ୟୁତ ବିଲ୍ ନ ଦେବେ ତୁରନ୍ତ ତାଙ୍କ ଲାଇନ କାଟ ହଉଛି। କିନ୍ତୁ ଏପଟେ 6,500 କୋଟିର ବିଦ୍ୟୁତ ବିଲ୍ ବାକି ଅଛି। ହଁ ଆଜ୍ଞା, ଆପଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ସାଧାରଣ ଜନତାଙ୍କର ବିଦ୍ୟୁତ ବାକିରେ କଟା ହେଉଛି ବିଦ୍ୟୁତ ସଂଯୋଗ। ହେଲେ ଏଠି ଚାରୋଟି କମ୍ପାନୀ ବାକି ପକେଇଛି 6,500 କୋଟି ଟଙ୍କା। ଏହି ସବୁ ତଥ୍ୟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେବି ସିଂ ଦେଓ। ବୁଧବାର ଦିନ ବିଧାନସଭାରେ ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ଚାରୋଟି କମ୍ପାନୀ ଉପରେ 6,527 କୋଟି ଟଙ୍କା ବାକି ରହିଛି। ସେସୁ ଉପରେ 251 କୋଟି ଟଙ୍କା, ସେହିପରି ନେକ୍ସୋ ଉପରେ 951 କୋଟି ଟଙ୍କା ଏବଂ ଓକ୍ସର ଉପରେ 1667 କୋଟି, ତାପରେ ସାଉଥକୋ ଉପରେ ରହିଛି 1300 କୋଟି ଟଙ୍କାର ବିଦ୍ୟୁତ ବାକି। ଯଦି ଏପର୍ଯ୍ୟନ୍ତ ଆପଣ ଏହି ଖବର ଗୁଡ଼ିକ ଦେଖୁଛନ୍ତି, ନିଶ୍ଚୟ ଚ୍ୟାନେଲକୁ ସବସ୍କ୍ରାଇବ କରିବେ ଆଉ ଭିଡ଼ିଓକୁ ଗୋଟେ ଲାଇକ୍ କରିବେ। ପରବର୍ତ୍ତୀ ଖବର ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଗୁଜରାଟରୁ ଉଦ୍ଧାର ହୋଇଲେ 9 ଜଣ ଶ୍ରମିକ। ଗୁଜରାଟ କାମ କରିବା ପାଇଁ ଯାଇଥିଲେ ରାୟଗଡ଼ା ଜିଲ୍ଲାର 9 ଜଣ ଶ୍ରମିକ ଉଦ୍ଧାର କରାଯାଇ ଘରକୁ ଫେରାଇ ଆଣିଲା ଜିଲ୍ଲା ପ୍ରଶାସନ। ତେବେ କୁହାଯାଉଛି ଦାଦନ ଖଟିବା ପାଇଁ ଗୁଜରାଟ ଯାଇଥିଲେ। ଓଡ଼ିଶାରେ କିଛି ଚାକିରି ନ ମିଳିବାରୁ ସେଥିରେ ଗୁଜରାଟ ମଧ୍ୟ ଯାଇଥିଲେ। କୌଣସି ସୂତ୍ରରୁ ଜିଲ୍ଲା ଶ୍ରମ ଖବର ପାଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ଏବଂ ତାଙ୍କ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ତରଫରୁ ଗୁଜରାଟରୁ ଏବେ 9 ଜଣଙ୍କୁ ଉଦ୍ଧାର କରାଯାଇଛି। ତେବେ କୁହାଯାଉଛି ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କ ମଧ୍ୟରୁ ବିଷମ କଟକର 6 ଜଣ, କାଶୀପୁର ବ୍ଲକର 3 ଜଣ। ତେବେ କୁହାଯାଉଛି ଏବେ ଗୁଜରାଟରୁ ସେମାନେ ପ୍ରାପ୍ୟ ପାଉନଥିଲେ, ଯାହାଫଳରେ ତାଙ୍କର ବକେୟ ରାଶି ମଧ୍ୟ ମିଳୁନଥିଲା। ଖାଇବା ପିଇବା ଅସୁବିଧା ମଧ୍ୟ ହେଉଥିଲା। ତୁରନ୍ତ ତାଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ହ୍ୱାଟ୍ସଆପରେ ଭିଡିଓ କଲ୍ ଆସୁଥିଲେ ତାଙ୍କ ପ୍ରତି ସାବଧାନ, ସବୁ ଲୁଟି ନେବେ ସାଇବର ଟକ। ତେବେ ବିଭିନ୍ନ ପ୍ରକାର ନମ୍ବର ଆଳରେ ଆପଣଙ୍କୁ ଡାଇରେକ୍ଟ ଭିଡିଓ କଲ୍ ଆସିବ। ଯଦି ଗୋଟିଏ ଥର ଆପଣ କ୍ଲିକ୍ କରିବେ ଆପଣ ହୋଇଯିବେ ସାଇବର ଲୁଟେରାର ଶିକାର। ପୃଥିବୀର ସବୁଠାରୁ ଲୋକପ୍ରିୟ ଆପ୍ ସୋସିଆଲ ମିଡିଆ ହେଲା ହ୍ୱାଟ୍ସଆପ। ତେବେ କୁହାଯାଉଛି ହ୍ୱାଟ୍ସଆପ ଭିଡିଓ କଲ୍ ଆସିବା ଦ୍ୱାରା ସମସ୍ତଙ୍କ ବିପଦ ମଧ୍ୟ ଆସିଯାଉଛି। ଅନନ୍ ନମ୍ବରରୁ କଲ୍ ଆସିବ, ଆପଣମାନେ ଭାବିବେ ଭିଡିଓ କଲ୍ ମୋ ପାଖକୁ କଣ ଆସିଛି। ଗୋଟେ କ୍ଲିକ୍ କରିବା ଦ୍ୱାରା ଆପଣଙ୍କର ଟଙ୍କା ଗାୟବ ହେଇଯିବ। ଆପଣଙ୍କୁ କରାଯିବ ବ୍ଲାକମେଲିଂ। ଆପଣଙ୍କୁ କିଛି ଅଲଗା ଝିଅ ନମ୍ବର ଆସିବ, ଝିଅର ଫଟୋ ମଧ୍ୟ ଆସିବ। ସେହିପରି ସୋସିଆଲ ମିଡିଆ ଆପ୍ ଷ୍ଟ୍ରଙ୍ଗ ପାସୱାର୍ଡ ବ୍ୟବହାର କରିବା ୟୁଜର। ସମସ୍ତଙ୍କ ଆକାଉଣ୍ଟ ଗୋଟିଏ ପାସୱାର୍ଡ ରଖନ୍ତୁ ନାହିଁ। ଏହା ଦ୍ୱାରା ଗୋଟିଏ ଆକାଉଣ୍ଟ ହ୍ୟାକ୍ ହେବା ମାତ୍ରେ ସବୁ ଆକାଉଣ୍ଟ ଏକା ସାଙ୍ଗରେ ହ୍ୟାକ୍ ହୋଇଯିବ ବୋଲି କୁହାଯାଉଛି। ତେଣୁ ସବୁ ଆପ୍ ସବୁ ଇଏର ଅଲଗା ଅଲଗା ପାସୱାର୍ଡ ରଖନ୍ତୁ। ହ୍ୱାଟ୍ସଆପ ମାଧ୍ୟମରେ ମଧ୍ୟ ଆପଣଙ୍କ ଟଙ୍କା ମଧ୍ୟ ଗାୟବ ହେଇଯିବ ବୋଲି କୁହାଯାଉଛି। ତେବେ ଆଉ ଗୋଟେ ବଡ ଖବର, ଏବେ 2 ବର୍ଷ ଭିତରେ ଓଡ଼ିଶାରେ କୁକୁର କାମୁଡେ ଶିକାର ହେଲାଣି 5 ଲକ୍ଷରୁ ଅଧିକ ଲୋକେ। ବୁଲା କୁକୁର ମାନଙ୍କ ସମ୍ପର୍କରେ ଆଜି ବିଧାନସଭାରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ସେ କହିଛନ୍ତି ବୁଲା କୁକୁର ପ୍ରତି ସାବଧାନ ରୁହନ୍ତୁ, କାରଣ ରାସ୍ତାରେ ଏବେ ବୁଲୁଛନ୍ତି 17 ଲକ୍ଷ ବୁଲା କୁକୁର। ବୁଲା କୁକୁରଙ୍କ ଉପଦ୍ରବରେ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ କୁକୁର କାମୁଡାରେ 2 ବର୍ଷ ଭିତରେ 5 ଲକ୍ଷରୁ ଅଧିକ ଲୋକ ଶିକାର ହୋଇଛନ୍ତି। 8ଟି ସହରାଞ୍ଚଳରେ 4,605 କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଛି। ଚଳିତ ବର୍ଷ ଅର୍ଥାତ୍ 10 ମାସ ଭିତରେ 2,43,645 ଜଣ କୁକୁର କାମୁଡାରେ ଶିକାର ହୋଇଛନ୍ତି। ସେହିପରି ଗତ ବର୍ଷ ମଧ୍ୟ 2,60,000 ଲୋକ କୁକୁର କାମୁଡାରେ ଶିକାର ହୋଇଥିଲେ। ତେଣୁ ୟା ଉପରେ ଗୋଟେ ସରକାର ଦୃଷ୍ଟି ଦେବା ବୋଲି କୁହାଯାଉଛି। ପରବର୍ତ୍ତୀ ଖବର, ପିଆଜ ମିଶନକୁ ନେଇ ଆସିଲା ବଡ ଖବର। ରାଜ୍ୟରେ ଏବେ ପିଆଜ ମିଶନ ଯୋଜନା କାର୍ଯ୍ୟକାରୀ ହୋଇନାହିଁ। ମନ୍ତ୍ରୀ ଏପଟେ କହିଥିଲେ ପିଆଜ ମିଶନ ଆମର ହେବ, କିନ୍ତୁ ରାଜ୍ୟରେ ଲୋକଙ୍କ ଆବଶ୍ୟକତାରୁ ଅଧିକ ପିଆଜ ଉତ୍ପାଦନ ହେଉଛି। ହେଲେ ତା ସତ୍ତ୍ୱେ ମଧ୍ୟ ପିଆଜ ଦର ବଜାରରେ 70 ଟଙ୍କା ଉପରେ ରହିଛି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଛି। ରାଜ୍ୟରେ 2023-24 ବର୍ଷରେ ବାର୍ଷିକ ହାରରେ 3.75 ଲକ୍ଷ ମେଟ୍ରିକ ଟନ ପିଆଜର ଆବଶ୍ୟକତା ରହିଥିବା ବେଳେ ରାଜ୍ୟରେ 4.24 ମେଟ୍ରିକ ଟନ ପିଆଜ ଉତ୍ପାଦନ ହୋଇଥିଲା। ହେଲେ ତାହା ସତ୍ତ୍ୱେ ମଧ୍ୟ ବଜାରରେ ପିଆଜ ଦର 70 ପାର କାହିଁ କରିଛି? ବୁଧବାର ଦିନ ବିଧାନସଭା ଶୀତ ଅଧିବେଶନରେ କୁହାଯାଇଛି। ତେବେ ଏ ନେଇକି ମଧ୍ୟ ସରକାର ଚିନ୍ତା କରିବା ନିହାତି ଦରକାର। ସାଧାରଣ ବର୍ଗ ଉପରେ ସିଧା ପ୍ରଭାବ ପକାଉଛି ପିଆଜ। ଏନେଇ ପିଆଜ ମିଶନ ଉପରେ ସରକାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ଦରକାର ବୋଲି କୁହାଯାଉଛି। ତେବେ ଆଉ ଗୋଟେ ବଡ ଖବର, ପ୍ୟାନ କାର୍ଡକୁ ନେଇକି ବଡ ଖବର, ପ୍ୟାନ କାର୍ଡ 2.0। ପ୍ୟାନ କାର୍ଡରେ ଆପଣ ଏମିତି କରନ୍ତୁ ଆପ୍ଲାଏ। ତେବେ
ତେବେ କୁହାଯାଉଛି ଏଥର ପାନ୍ କାର୍ଡରେ ଆପଣଙ୍କର କ୍ୟୁଆର୍ କୋଡ୍ ମଧ୍ୟ ଆସିବ। ଏଇ କ୍ୟୁଆର୍ କୋଡ୍‌ରେ ଆପଣଙ୍କ ସମସ୍ତ ତଥ୍ୟ ମଧ୍ୟ ମିଳିବ। ଗୋଟିଏ ସାଙ୍ଗରେ ଆପଣ ସବୁ କିଛି ମଧ୍ୟ ୟୁଜ୍ କରିପାରିବେ। ପାନ୍ କାର୍ଡ ଦ୍ୱାରା ଆପଣଙ୍କୁ ଆଉ ଆଧାର କାର୍ଡ ଦେବା ପାଇଁ ପଡ଼ିବନି। ଯୋଉଠି ପାନ୍ କାର୍ଡ ଦେବେ ଆପଣଙ୍କର ସବୁ ଡିଟେଲ୍ସ ପଳେଇ ଆସିବ। ତେଣୁ ୟା ଉପରେ ମଧ୍ୟ ସରକାର ଖୁବ୍ ଜଲ୍ଦି ଆଣୁଛନ୍ତି ଯାହା ଫଳରେ ପ୍ରତିଟି ଲୋକ ନିଜର ଜନ୍ମ ତାରିଖ, ଆଡ୍ରେସ୍ ଫାଡ୍ରେସ୍ ସବୁ କିଛି କ୍ୟୁଆର୍ କୋଡ୍ ଦ୍ୱାରା ପାଇପାରିବେ। ଏ ନେଇକି ସରକାରଙ୍କର ମଧ୍ୟ ବଡ଼ ଘୋଷଣା ଖୁବ୍ ଜଲ୍ଦି ଆସୁଛି ପାନ୍ କାର୍ଡ 2.0 ଯୋଉଟା ହେଲା କ୍ୟୁଆର୍ କୋଡ୍ ପାନ୍ କାର୍ଡରେ ରହିଥିବ। ଆପଣଙ୍କର ସବୁ କିଛି ଡିଟେଲ୍ସ ସେଇ କ୍ୟୁଆର୍ କୋଡ୍ ମାଧ୍ୟମରେ ଲୋକମାନେ ଜାଣିପାରିବେ। ତେବେ ରାଜ୍ୟରେ ଏବେ ବହୁତ ଥଣ୍ଡା ଓ କାଶ ଚାଲିଛି। ପ୍ରତିଦିନ ମେଡିକାଲକୁ ଆସୁଛନ୍ତି 200ରୁ ଅଧିକ ପେସେଣ୍ଟ। କୁହାଯାଉଛି ୟୁନିଟ୍ 6 କ୍ୟାପିଟାଲ ହସ୍ପିଟାଲରେ ପ୍ରତିଦିନ 200ରୁ ଅଧିକ ଲୋକ ଆସୁଛନ୍ତି। ରାଜ୍ୟରେ ଏବେ ଭୂତାଣୁ ବ୍ୟାପିଛି ଯାହା ଫଳରେ ପ୍ରତିଟି ଲୋକ ଏବେ ଥଣ୍ଡା କାଶର ଶିକାର ହେଉଛନ୍ତି। ଆଉ ସେ ନେଇକି ମଧ୍ୟ ଘରେ ଘରେ ଖୁଁ ଖାଁ। ତେବେ ବ୍ୟାପିବାରେ ଲାଗିଛି ଭାଇରାଲ ଫିଭର। ଦୀର୍ଘ ଦିନ ହେବ କାଶ, ଜ୍ୱର, ଥଣ୍ଡାରେ ଆକ୍ରାନ୍ତ ହେଉଛନ୍ତି ଲୋକେ। ଔଷଧ ଖାଇଲେ ମଧ୍ୟ କିଛି ଦିନ ଠିକ୍ ହେଉଛି, କିଛି ଦିନ ଖରାପ ହେଉଛି। ଏ ନେଇକି ସରକାରଙ୍କ ତରଫରୁ ମଧ୍ୟ ବଡ଼ ଘୋଷଣା କରାଯାଇଛି। ତେବେ କୋଭିଡ ରୋଗ ପ୍ରତିରୋଧକ କୋଭିଡ ପରଠୁ ପ୍ରତିରୋଧକ ଶକ୍ତି କମିଯାଇଛି। ଯାହାଫଳରେ ଲୋକଙ୍କ ଦେହରେ ଥଣ୍ଡା, ଜ୍ୱର ଭଳି ବିଭିନ୍ନ ପ୍ରକାର ରୋଗ ଦେଖାଯାଉଛି। ତେବେ ଏ ନେଇ ତୁରନ୍ତ ଆପଣମାନେ ବାହାରୁ ମେଡିସିନ ନ କିଣି ଡକ୍ଟରଙ୍କୁ ଦେଖାଇ ଚିକିତ୍ସା କରନ୍ତୁ ବୋଲି ସରକାର ମଧ୍ୟ କହିଛନ୍ତି। ତେବେ ଏତେ ପ୍ରକାର କଥା କହି ସାରିଲା ପରେ ମଧ୍ୟ ଯାତ୍ରାରେ ଅଶ୍ଳୀଳତା ନୃତ୍ୟ ଦେଖିବାକୁ ମିଳିଛି। ପୁଣି ସରକାର ନେବେ ବଡ଼ ଘୋଷଣା। ଏଣିକି ଏବେ ଟୋଟାଲ ବନ୍ଦ ହୋଇଯିବ ଅଶ୍ଳୀଳ ନୃତ୍ୟ। ଯାତ୍ରା ମାଲିକଙ୍କ ସହିତ ମଧ୍ୟ ବ୍ୟାନ୍ କରାଯିବ। ଯେଉଁ ଯାତ୍ରା ପାର୍ଟି ଏବେ ଅଶ୍ଳୀଳ ନୃତ୍ୟ କରୁଥିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଶ୍ଳୀଳତା ସୀମା ଲଙ୍ଘିବାରୁ ଏ ପ୍ରସଙ୍ଗରେ ବିଧାନସଭାରେ ଉଠେଇଥିଲେ ସରକାର ଖୋଦ୍ ଶାସକ ଦଳ ବିଧାୟକମାନେ। ସିନେମା ଭଳି ଯାତ୍ରା ଏବଂ ସେନ୍ସର ବୋର୍ଡରେ ରେକର୍ଡ କରାଯାଉଥିଲା। କିନ୍ତୁ ଯେଉଁ ସ୍ତରରେ ଏବେ ଯାତ୍ରାରେ ଅଶ୍ଳୀଳ ଚାଲିଛି ତାହା ଉପରେ ମଧ୍ୟ ବଡ଼ ଗୁରୁତ୍ୱ ଦେବା କଥା ସରକାର ବୋଲି କୁହାଯାଇଛି। ଏଣିକି 5 ବର୍ଷ ଭିତରେ ସବୁଠୁ ସର୍ବନିମ୍ନ ଦର ରହିଛି ସିମେଣ୍ଟ। ଆଜ୍ଞା ହଁ, ଆପଣ ଯଦି ଘର କରିବା ପାଇଁ ଚାହୁଁଛନ୍ତି ଆପଣଙ୍କ ପାଇଁ ଖୁସି ଖବର। ଏଣିକି କୁହାଯାଉଛି ସବୁ ଦର ବଢ଼ିବା ପରେ କିନ୍ତୁ ସିମେଣ୍ଟ ଦର ସବୁଠୁ କମିଛି। ସିକ୍ୟୁରିଟିଜ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ତ୍ରୈମାସରେ ମୂଲ୍ୟ ବୃଦ୍ଧି ପାଇଁ କମ୍ପାନୀଗୁଡ଼ିକ ଉଦ୍ୟମ କରିଥିଲେ। କିନ୍ତୁ ଦୁର୍ବଳ ଚାହିଦା ହେତୁ ଏହାକୁ ବୃଦ୍ଧିକୁ ପ୍ରତ୍ୟାହାର ମଧ୍ୟ କରିବାକୁ ପଡ଼ିଥିଲା। ସିମେଣ୍ଟର ଏବେ ମାନେ ନିଜର କମ୍ପିଟିସନ ଭିତରେ ସିମେଣ୍ଟ ଦର 5 ବର୍ଷ ଭିତରେ ସବୁଠୁ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ତେବେ ଆଉ ଗୋଟେ ବଡ଼ ଖବର, ଆପଣମାନଙ୍କର ଯଦି ଆକାଉଣ୍ଟ ଅଛି ଏଥର ଗୋଟିଏ ନୋମିନି ନୁହେଁ, 4 ଜଣଙ୍କୁ ଆପଣ ନୋମିନି ରଖିପାରିବେ। ଯାହାଫଳରେ ଯେକୌଣସି ଲୋକଙ୍କର ମୃତ୍ୟୁ ହେଲେ ମଧ୍ୟ ଗୋଟିଏ ନୋମିନି ଦ୍ୱାରା କିଛି ଗଡ଼ବଡ଼ ହେଉଥିଲା। ଲୋକଙ୍କର ଟଙ୍କା ମଧ୍ୟ ବୁଡ଼ି ଯାଉଥିଲା। ଏଥର 4 ଜଣ ରହିପାରିବେ ନୋମିନି। ସବୁଠାରୁ ବଡ଼ କଥା ହେଲା ଆପଣମାନେ ଗୋଟିଏ ଆକାଉଣ୍ଟରେ 4 ଜଣ ନୋମିନି ରଖିପାରିବେ। ଆରସିବିର କିଏ ହେବ ନୂଆ କ୍ୟାପ୍ଟେନ ସେ ନେଇ ଚିନ୍ତା କରୁଛନ୍ତି। ଆଇପିଏଲ୍ 2025 ମେଗା ଅକ୍ସନରେ ସମସ୍ତଙ୍କୁ ଚମକାଇ ଦେଇଛି ରୟାଲ୍ସ ବାଙ୍ଗାଲୋର। ତେବେ ଆଗାମୀ ଦିନ ସିଜନ ପାଇଁ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍, ମହମ୍ମଦ ସିରାଜ, ଗ୍ଲେନ୍ ମ୍ୟାକ୍ସୱେଲ ଭଳି ଷ୍ଟାର କ୍ରିକେଟରଙ୍କୁ ହାତଛଡ଼ା କରିଛି ଦଳ। ତେବେ କୁହାଯାଉଛି ଯେ ଏବେ ଫିଲ୍ ସଲ୍ଟ ଏବଂ ଜୋସ୍ ହାଜେଲଉଡ୍ ଏବଂ ଭୁବନେଶ୍ୱର କୁମାର, କୁନାଲ ପାଣ୍ଡ୍ୟା ଭଳି ଖେଳାଳିଙ୍କୁ ଦଳରେ ସାମିଲ କରିଛି ଆରସିବି। ଦଳରେ ବଡ଼ ବଡ଼ ଖେଳାଳିଙ୍କ ନାଁ ସାମିଲ ଥିଲେ ମଧ୍ୟ ଅକ୍ସନରୁ ଅଧିନାୟକ ଖୋଜିବାରେ ଫେଲ୍ ମାରିଛି ବାଙ୍ଗାଲୋର। ତେଣୁ କିଏ ହେବ ଆରସିବିର ନୂଆ କ୍ୟାପ୍ଟେନ ସେ ନେଇ ଅପେକ୍ଷା। ପୁଷ୍ପା 2 ଡିସେମ୍ବର 5ରେ ଲଞ୍ଚ ହେବା ପାଇଁ ଯାଉଛି। କିନ୍ତୁ କୁହାଯାଉଛି ଯେ ତା ପୂର୍ବରୁ ବୁକିଂ ସବୁଠୁ ଇତିହାସ ରେକର୍ଡ କଟିଛି। ତେବେ କୁହାଯାଉଛି ସବୁ ଫିଲ୍ମଠୁ ଅଧିକ କଟିଛି ଏବେ ପୁଷ୍ପା 2। ରିଲିଜ ପୂର୍ବରୁ 100 କୋଟି ଆଡଭାନ୍ସ ବୁକିଂ କରିଥିବା ବେଳେ ଏହି ଫିଲ୍ମ 300 କୋଟିରେ ଓପନିଂ ହେବା ପାଇଁ ଯାଉଛି, ଯାହା ସବୁଠାରୁ ଇତିହାସ ରେକର୍ଡ। କୌଣସି ଲୋକ କୌଣସି ଫିଲ୍ମ ଏପର୍ଯ୍ୟନ୍ତ ମଧ୍ୟ ଏତେ ରେକର୍ଡ କରିନାହିଁ। ତେବେ କୁହାଯାଉଛି ଯେ ଏବେ ଆଡଭାନ୍ସ ବୁକିଂ ପ୍ରଥମ ଦିନରେ 300 କୋଟି ରୋଜଗାର କରିବାକୁ ଯାଉଛି। ରିଲିଜ ପୂର୍ବରୁ ମଧ୍ୟ ଚଳଚ୍ଚିତ୍ର ସାରା ବିଶ୍ୱରେ 285 କୋଟି ରୋଜଗାର କରିସାରିଛି। କିନ୍ତୁ ଏପର୍ଯ୍ୟନ୍ତ ଫିଲ୍ମ ରିଲିଜ ହୋଇନି ଏତେ କୋଟି ଟଙ୍କାର ଆଦାୟ କରିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରୁଛି।